मॉर्निंग ओडिशा आसंतु आजिर मुख्य खबर उपरे नजर पकाइबा पूर्वरु आपणक भल पाइबा स्वरूप गोटे गोटे लाइक निश्चय करिवे एवं चैनल को सब्सक्राइब करिवे। नंबर 1 आजिठु पुणी बढ़िबो वर्षा आज पई 18 जिल्ला को येलो वार्निंग। आज पुणी बढ़िबो वर्षा आज पई 18 टी जिल्ला को जारी होईछि येलो वार्निंग। भद्रक बालेश्वर मयूरभंज केन्द्रापड़ा जाजपुर केउंझर सुंदरगढ़ देवगढ़ अनुगुल संबलपुर झारसुगुड़ा बरगढ़ सुवर्णपुर बलांगीर नुआपड़ा कलाहांडी नवरंगपुर एवं कोरापुट जिल्ला को काली पई येलो वार्निंग जारी होईछि। एसबु जिल्ला रे घड़घड़ी सह प्रबल वर्षा संभावना रहिछि। 14 तारिख रे अधिकांश जिल्ला रे वर्षा परिमाण कमी पारे। 14 रे केवल सुंदरगढ़ केउंझर मयूरभंज बालेश्वर जिल्ला को येलो वार्निंग जारी होईछि। नंबर 2 बांग्लादेश रे तातिले हिंदू हिंसा और निर्यातना प्रतिवाद रे रास्ता को ओह्लाइले लक्ष लक्ष लोक। बांग्लादेश रे तातिले हिंदू संख्यालघुଙ୍କ विरोध रे हिंसा निर्यातना प्रतिवाद रे रास्ता को ओह्लाई लक्ष लक्ष हिंदूଙ୍କ आंदोलन। जनसमुद्र पालटिला राजधानी ढाका और द्वितीय बृहत शहर चिटागंग। सूचना अनुसार अगस्ट 5 रे शेख हसीना सरकार पतन परठू देश रे 52 जिल्ला रे घटिलाणी 205 टी हिंदू और संख्यालघु विरोधी कांड। आंदोलनकारी माने विभिन्न मंदिर धर्मशाला स्थित निया लगाइबा सह भंगारुजा करुछंती एवं हिंदू को निर्यातना देउछंती। एहार प्रतिवाद सह सुरक्षा दाबी एवं संख्यालघुଙ୍କ ପାଇଁ स्वतंत्र ट्रिब्यूनाल गठन करिबा दाबी रे आंदोलन को ओह्लाइछंती बांग्लादेश हिंदू समुदाय। एथिसह बांग्लादेश संसद रे 10% संरक्षण एवं संख्यालघु सुरक्षा आईन प्रणयन ପାଇଁ ଦାବି ହୋଇଛି। ପୁରୁଷ ଓ ମହିଳାଙ୍କ ସମେତ ହଜାର ହଜାର ଲୋକ ଢାକାର ଶାହବାଗ ସେଣ୍ଟ୍ରାଲ ପାର୍କ ଏବଂ ଚିଟାଗଙ୍ଗ ଚେରାଗି ପାହାଡ଼ ଛକରେ ଆନ୍ଦୋଳନ କରିଥିଲେ। ଏଥିରେ ଛାତ୍ରଛାତ୍ରୀ ଓ ବହୁ ମୁସଲିମ ଆନ୍ଦୋଳନକାରୀ ମଧ୍ୟ ଯୋଗ ଦେଇ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବି କରିଛନ୍ତି। ନମ୍ବର 3 ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ ରେଡ୍ ବେଳେ ମିଳିଲା ବିପୁଳ ସମ୍ପତ୍ତି। ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ R&B ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ବିପୁଳ ସମ୍ପତ୍ତି। ତାଙ୍କୁ ଭୁବନେଶ୍ୱର ଘରୁ ମିଳିଛି ପୁଳାପଳା ସୁନା ହୀରା ଓ ରୂପା ଗହଣା। ବିଭିନ୍ନ ଡିଜାଇନର ବହୁ ଗହଣା ସାଙ୍ଗକୁ ସୁନା ବିସ୍କୁଟ ସୁନା କଏନ ଭିନ୍ନ ଭିନ୍ନ ଡିଜାଇନର ଦାମୀ ଘଣ୍ଟା ଏବଂ ବହୁ ବିଦେଶୀ ମୁଦ୍ରା ମିଳିଛି। ଯେମିତି ତାରାଙ୍କ ଘରେ ଏକ ମିନି ଜୁଏଲାରୀ ସପ୍ ହୋଇଥିଲା। R&B ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର ତାଙ୍କର ଚାକିରି କାଳ ଭିତରେ ଏତେ ସୁନା ଗହଣା ଏତେ ଫ୍ଲାଟ କିପରି କିଣିଲେ ତାହା ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାରାଙ୍କ ଭୁବନେଶ୍ୱର କଟକ ଝାରସୁଗୁଡ଼ା ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ଭୁବନେଶ୍ୱର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟ ଓ ଖଣ୍ଡଗିରି କସ୍ମୋପୋଲିସ ରେ ତାଙ୍କର 2ଟି ଫ୍ଲାଟ ସମେତ ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା 2ଟି ଫ୍ଲାଟ କଟକ ଆଠଗଡ଼ରେ ଥିବା ପୈତୃକ ଘର ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଏକ ବଡ଼ ଟିମ୍ ଏକ ସମୟରେ ଚଢ଼ଉ ଜାରି କରିଛି। ନମ୍ବର 4 ବାଂଲାଦେଶ ସନ୍ଦେହରେ ବେଙ୍ଗଲ ଶ୍ରମିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କଲେ ମମତା। ବାଂଲାଦେଶରେ ଅସ୍ଥିରତା କାରଣରୁ ଭାରତରେ ବଢିଛି ଟେନସନ। ବିଶେଷ କରି ବାଂଲାଦେଶ ସୀମାକୁ ଲାଗିଥିବା ପଶ୍ଚିମବଙ୍ଗରେ ହାଇ ଆଲର୍ଟ ସେନା। କୌଣସି ପ୍ରକାର ଅନୁପ୍ରବେଶକୁ ରୋକିବାକୁ ସଜାଗ ରହିଛନ୍ତି ସେନା। ସମୁଦ୍ର ପଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଭାରତୀୟ ତଟରକ୍ଷୀ ବାହିନୀ ମେରାଇନ ପୋଲିସ ସମସ୍ତଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ପଶ୍ଚିମବଙ୍ଗର ଶ୍ରମିକଙ୍କ ଉପରେ ଓଡ଼ିଶାରେ ଅତ୍ୟାଚାର ଅଭିଯୋଗ ହେଉଛି। ଏହାକୁ ଗୁରୁତର ସହ ନେବା ସହ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମମତା। ନମ୍ବର 5 ନ୍ୟୁଜ ଚ୍ୟାନେଲ ପାଇଁ ସରକାରଙ୍କ ନିର୍ଦ୍ଦେଶ। କେନ୍ଦ୍ର ସରକାର ସୋମବାର ବେସରକାରୀ ନ୍ୟୁଜ ଚ୍ୟାନେଲ ମାନଙ୍କୁ ଏକ ପରାମର୍ଶ ଦେଇଛି। ସରକାର କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣା ରିପୋର୍ଟ କରୁଥିବା ବେଳେ ଘଟଣାସ୍ଥଳରେ ତାରିଖ ସ୍ଥାନ ଓ ସମୟ ବିଷୟରେ ସୂଚନା ଦିଆଯିବା ଆବଶ୍ୟକ। ଏହି ସୂଚନା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଛି। ଦୀର୍ଘ ଦିନ ଧରି ଅନେକ ନ୍ୟୁଜ ଚ୍ୟାନେଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଏବଂ ବଡ଼ ଦୁର୍ଘଟଣାର କ୍ରମାଗତ କଭରେଜ ରହିଛି ବୋଲି ସରକାର କହିଛନ୍ତି। ଆହୁରି ମଧ୍ୟ କଭରେଜ ସମୟରେ ଘଟଣା ଘଟିଥିବା ଦିନଠାରୁ ଦୃଶ୍ୟମାନ ଦେଖାଯାଇଥାଏ। ମନ୍ତ୍ରାଳୟ ଯୁକ୍ତି ବାଢ଼ିଛି ଯେ ଦୁର୍ଘଟଣା କିମ୍ବା ପ୍ରାକୃତିକ ବିପର୍ଯ୍ୟୟର ଅନେକ ଦିନ ପରେ ନ୍ୟୁଜ ଚ୍ୟାନେଲ ଦ୍ୱାରା ଏହି ଦୃଶ୍ୟ ଦେଖାଯାଇଥାଏ, ଯାହାଦ୍ୱାରା ବାସ୍ତବକୁ ବିକୃତ କରାଯାଇଥାଏ। ଏହା ଦର୍ଶକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଆତଙ୍କ ସୃଷ୍ଟି କରିଥାଏ। ନମ୍ବର 6 ଦୃଷ୍ଟିହୀନଙ୍କ ପାଇଁ ସ୍ୱତନ୍ତ୍ର ଏଟିଏମ୍ କାର୍ଡ ଆଣିଲା ପିଏନବି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପିଏନବି ଦୃଷ୍ଟିହୀନ ଗ୍ରାହକଙ୍କ ପାଇଁ ସୋମବାର ଏକ ଡେବିଟ୍ କାର୍ଡ ପିଏନବି ଇଣ୍ଡ ଦୃଷ୍ଟିବେଲ କ୍ରେଡିଟ୍ କାର୍ଡ ଲଞ୍ଚ କରିଛି। ଏହି କାର୍ଡର ବିଭିନ୍ନ ଗଠନ ରଙ୍ଗ ଯୋଗୁଁ ଏହା ସହଜରେ ଚିହ୍ନି ପାରିବ, ଯାହାଦ୍ୱାରା ଦୃଷ୍ଟିହୀନ ଗ୍ରାହକଙ୍କ ପାଇଁ କାର୍ଡ ବିବରଣୀ ପଢିବା ସହଜ ହୋଇଥାଏ। ଏହା ଏକ କଣ୍ଟାକ୍ଟ ଲେନ୍ସ ଏନସିଏମସି ନ୍ୟାସନାଲ କମନ ମୋବିଲିଟି କାର୍ଡ ଡେବିଟ୍ କାର୍ଡ, ଯାହାଦ୍ୱାରା ଦୃଷ୍ଟିହୀନ ଗ୍ରାହକମାନେ ବହୁତ ପ୍ରକାର ସୁବିଧା ପାଇପାରିବେ। ଏହି ଡେବିଟ୍ କାର୍ଡରେ ଚମକଦାର ସ୍ପଟ ୟୁଭି ଲେମିନେସନ ଇଫେକ୍ଟ ରହିଛି, ଯେଉଁଥିରେ ବ୍ୟାଙ୍କ ଲୋଗୋରେ ଏମ୍ବୋସେଡ ଟେକ୍ସଚର ଏବଂ କଣ୍ଟ୍ରୋଲ ଲେନ୍ସ ଚିହ୍ନରେ ଫ୍ଲିକ୍ସ ସ୍କିନ୍ ରଫ୍ ସ୍ପଟ ୟୁଭି ରହିଛି, ଯାହାଦ୍ୱାରା ଦୃଷ୍ଟିହୀନ ଗ୍ରାହକମାନେ ସହଜରେ ବ୍ୟାଙ୍କର ଲୋଗୋ ଖୋଜି ପାରିବେ ଏବଂ କାର୍ଡର କଣ୍ଟ୍ରାକ୍ଟ ଲେନ୍ସ ଚିହ୍ନି ପାରିବେ। ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ଡେବିଟ୍ କାର୍ଡ ବ୍ୟବହାର କରିବା ସହଜ
ହୋଇଥାଏ। ନମ୍ବର 7 ଆଇଆଇଟି ମାଡ୍ରାସ ନମ୍ବର 1 24ତମ ସ୍ଥାନରେ, ଓଡ଼ିଶାର ସୋଆ 28ତମ ସ୍ଥାନରେ କିଟ୍। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋମବାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ର୍ୟାଙ୍କିଙ୍ଗ ଫ୍ରେମୱାର୍କ 2024 ଘୋଷଣା କରାଯାଇଛି। ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି। ଏହି ର୍ୟାଙ୍କିଙ୍ଗକୁ ଅଫିସିଆଲ ୱେବସାଇଟ nirfiindia.org ରେ ଦେଖିହେବ। ଚଳିତ ବର୍ଷ 9ମ ସ୍ଥାନରେ ରହିଛି, ଯେଉଁଥିରେ 13ଟି ଭିନ୍ନ ଭିନ୍ନ ବର୍ଗରେ ଉଚ୍ଚଶିକ୍ଷା ଅନୁଷ୍ଠାନ ରହିଛି। ଏଥିରେ ବିଶ୍ୱବିଦ୍ୟାଳୟ, କଲେଜ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆଇନ, ମେଡିକାଲ, ଆର୍କିଟେକ୍ଚର ବର୍ଗ ଅନ୍ତର୍ଭୁକ୍ତ। ଆଇଆଇଟି ମାଡ୍ରାସ କ୍ରମାଗତ ଷଷ୍ଠ ବର୍ଷ ପାଇଁ ସାମଗ୍ରିକ NIRF ମାନ୍ୟତାରେ ଶୀର୍ଷରେ ରହିଛି। 2 ସ୍ଥାନରେ ବେଙ୍ଗାଲୁରୁ ଇଣ୍ଡିଆର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ତୃତୀୟ ସ୍ଥାନରେ ଆଇଟି ବମ୍ବେ, ଚତୁର୍ଥ ସ୍ଥାନରେ ଆଇଟି ଦିଲ୍ଲୀ ରହିଛି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ 10ମ ସ୍ଥାନରେ ରହିଛି। ଓଡ଼ିଶାର ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ 24ତମ ସ୍ଥାନରେ ଥିବାବେଳେ କିଟ୍ ବିଶ୍ୱବିଦ୍ୟାଳୟ 28ତମ ଓ NIT ରାଉରକେଲା 34ତମ ସ୍ଥାନରେ ରହିଛି। ନମ୍ବର 8 ତୁହାକୁ ତୁହା ବର୍ଷା, ଉତ୍ତର ଭାରତରେ 32 ମୃତ, 18 ରାଜ୍ୟକୁ ଆଲର୍ଟ। ତାଣ୍ଡବ ରଚୁଛି ପ୍ରକୃତି, ସମଗ୍ର ଉତ୍ତର ଭାରତରେ ଜାରି ରହିଛି ତୁହାକୁ ତୁହା ବର୍ଷା। ଦେଶର ଅଧିକାଂଶ ସ୍ଥାନରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ସେହିପରି ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କେବଳ ଉତ୍ତର ଭାରତରେ ହିଁ 32 ଜଣ ମୃତ୍ୟୁ ହୋଇଛି। ରାଜସ୍ଥାନରେ ମଧ୍ୟ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି 20 ଜଣଙ୍କ ଜୀବନ ଯାଇଛି। ହିମାଚଳ ପ୍ରଦେଶ ଓ ଉଦାରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ରିଲିଫ ଉଦ୍ଧାର କାର୍ଯ୍ୟ ଚାଲିଛି। ଗତ 2 ଦିନ ହେବ ବର୍ଷା ଭୂସ୍ଖଳନ ଯୋଗୁଁ 280ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି। ନମ୍ବର 9 ନିଜର ପକ୍ଷ ରଖି 2 ପୃଷ୍ଠାର ପ୍ରତିକ୍ରିୟା ଜାରି କଲେ ସେବି ମୁଖ୍ୟ ମାଧବପୁରୀ। ସେବି ମୁଖ୍ୟ ମାଧବପୁରୀ ବୁଚଙ୍କ ନାଁରେ ହିଣ୍ଡେନବର୍ଗ ଆଣିଥିବା ସଙ୍ଗୀନ ଅଭିଯୋଗ ନେଲା ନୂଆ ମୋଡ଼। ନିଜର ପକ୍ଷ ରଖି ମାଧବୀ 2 ପୃଷ୍ଠାର ପ୍ରତିକ୍ରିୟା ଜାରି କରିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସେ ଗୋଟି ଗୋଟି କରି ଜବାବ ରଖିଥିଲେ। ରବିବାର ରାତିରେ ହିଣ୍ଡେନବର୍ଗ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ମାଧବୀଙ୍କ ଉପରେ ଆକ୍ରମଣକୁ ଶଣିତ କରିବା ସହ ଆହୁରି ଅନେକ ପ୍ରଶ୍ନ ପଚାରିଛି। ସେବି ମୁଖ୍ୟ ଦେଇଥିବା ଉତ୍ତର ଉପରେ ପ୍ରତିକ୍ରିୟା ରଖି ହିଣ୍ଡେନବର୍ଗ ପକ୍ଷରୁ କୁହାଯାଇଛି ଯେ ନିଜ ପ୍ରତିକ୍ରିୟାରେ ସେବି ମୁଖ୍ୟ ଅନେକ କଥା ସ୍ୱୀକାର କରିଛନ୍ତି। ମାଧବୀ ଜାରି କରିଥିବା 2 ପୃଷ୍ଠାର ପ୍ରତିକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଫଣ୍ଡ ପରିଚାଳନା କରୁଥିବା ସେ ମାନିଛନ୍ତି ବୋଲି ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ନମ୍ବର 10 ନୂଆପଡାର ଝିଅ ଜିତିଲେ ଷ୍ଟାର ମିସ୍ ଇନ୍ ଇଣ୍ଡିଆ। ବଣମଲ୍ଲି ପରି ରାଜସ୍ଥାନରେ ମହକିଲେ ଓଡ଼ିଆ ଝିଅ ଆଦ୍ୟାଂଶା ପାଣିଗ୍ରାହୀ, ଆଉ ଜିତିଲେ ଷ୍ଟାର ମିସ୍ ଇନ୍ ଇଣ୍ଡିଆ କ୍ରାଉନ। 35 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି କ୍ରାଉନ ଜିତିଛନ୍ତି। ନୂଆପଡା ଜିଲ୍ଲା କୋମନା ବ୍ଲକ ଭେଲା ଗାଁର 18 ବର୍ଷୀୟ ଝିଅ ଆଦ୍ୟାଂଶା ପାଣିଗ୍ରାହୀ ଷ୍ଟାର ମିସ୍ ଇନ୍ ଇଣ୍ଡିଆ କ୍ରାଉନ ଜିତି ସେ ରାଜ୍ୟ ଓ ଗାଁ ପାଇଁ ଆଣିଛନ୍ତି ଗୌରବ।